ଗ୍ରାମ ଜଙ୍ଗଲରୁ କେନ୍ଦୁପତ୍ର ସଂଗ୍ରହକୁ ନେଇ ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଘଟିଛି ଗୋଷ୍ଠୀ ସଂଘର୍ଷ। ଏଥିରେ ଜଣେ ମହିଳା ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା କୁକୁଡ଼ାବାହାଳି ପଞ୍ଚାୟତ ଅନ୍ତର୍ଗତ ଝିଙ୍କି ଦାଦର ଓ ପଟାଖମଣ ଗ୍ରାମବାସୀଙ୍କ ମଧ୍ୟରେ ଜଙ୍ଗଲରୁ କେନ୍ଦୁପତ୍ର ତୋଳିବାକୁ ନେଇ ଘଟିଥିଲା ଗୋଷ୍ଠୀ ବିବାଦ। ମିଳିଥିବା ସୂଚନା ଅନୁଯାୟୀ ପଟାଖମଣ ଗାଁ ମୁଣ୍ଡକୁ ଲାଗି ରହିଥିବା ଜଙ୍ଗଲରୁ ଦୀର୍ଘ ବର୍ଷ ହେଲା ଝିଙ୍କି ଦାଦର ଗ୍ରାମବାସୀ କେନ୍ଦୁପତ୍ର ସଂଗ୍ରହ କରୁଥିଲେ। ହେଲେ ଜଙ୍ଗଲଟି ପୂର୍ବରୁ ସରକାରୀ ସ୍ତରରେ ପଟାଖମଣ ଜଙ୍ଗଲ ନାଁରେ ରହିଥିବା ଚଳିତ ବର୍ଷ ପଟାଖମଣ ଗ୍ରାମବାସୀମାନେ ଜାଣିବାକୁ ପାଇଥିଲେ। ତେଣୁ ଏନେଇ ଗ୍ରାମରେ ବୈଠକ କରାଯାଇ ଝିଙ୍କି ଦାଦର ଗ୍ରାମବାସୀଙ୍କୁ ଆଉ ସେହି ଜଙ୍ଗଲରୁ କେନ୍ଦୁପତ୍ର ସଂଗ୍ରହ କରିବାକୁ ଦେବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ଏପଟେ ଝିଙ୍କି ଦାଦର ଗ୍ରାମବାସୀମାନେ ମଧ୍ୟ ଗ୍ରାମରେ ବୈଠକ କରି ପଟାଖମଣ ଗ୍ରାମବାସୀଙ୍କୁ କେନ୍ଦୁପତ୍ର ସଂଗ୍ରହ କରିବାକୁ ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। ତେଣୁ ଉଭୟ ଗ୍ରାମବାସୀମାନେ ସେହି ଜଙ୍ଗଲକୁ କେନ୍ଦୁପତ୍ର ସଂଗ୍ରହ କରିବାକୁ ଯାଇଥିବା ବେଳେ ସେଠାରେ ଉଭୟ ପକ୍ଷଙ୍କ ମଧ୍ୟରେ ପାଟିତୁଣ୍ଡ ଧସ୍ତାଧସ୍ତି ହୋଇଥିଲା। ଏଥିରେ ପଟାଖମଣ ଗ୍ରାମର ଅଲେଖ ପ୍ରଧାନଙ୍କ ସ୍ତ୍ରୀ ଅନୁ ପ୍ରଧାନ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏନେଇ ରେଢ଼ାଖୋଲ ଥାନାରେ ଗ୍ରାମର ମହିଳାମାନେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।